ନୂଆ ନିୟମ ଅନୁସାରେ ଏଣିକି ସିନେମା ଅଧାରୁ ଉଠି ଆସିଲେ ଗ୍ରାହକଙ୍କୁ ଫେରସ୍ତ ହେବ ଟିକେଟ୍ର ଅର୍ଥ। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭଲ ପାଇବା ସ୍ୱରୂପ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ସାଧାରଣ ଲୋକେମାନେ ନିଜ ପସନ୍ଦର ଫିଲ୍ମ ଦେଖିବାକୁ ଶହ ଶହ ଟଙ୍କାରେ ଟିକେଟ୍ କିଣିଥାନ୍ତି। ଏପରିକି 2ରୁ 4 ଘଣ୍ଟାର ଫିଲ୍ମ ପାଇଁ ଅନେକ ସ୍ଥାନରେ ଲୋକେମାନେ ହଜାର ହଜାର ଟଙ୍କା ମଧ୍ୟ ଉଡ଼ାଇବାକୁ ପଛାଇ ନଥାନ୍ତି। ତେବେ କିଛି ଲୋକ ଅଧିକ ଦାମରେ ଟିକେଟ୍ କିଣିବା ପରେ ବି ଫିଲ୍ମ ଭଲ ନ ଲାଗିଲେ ଅଧାରୁ ହଲ୍ ଛାଡ଼ି ଚାଲି ଆସିଥାନ୍ତି। ପୂର୍ବରୁ ସେମାନେ ଟିକେଟ୍ ଅର୍ଥ ଭରଣା କରିସାରିଥିବାରୁ ଫିଲ୍ମ ଭଲ ଲାଗିବା କି ଖରାପ ଲାଗିବା କିଛି ଫରକ ପଡ଼ିନଥାଏ। ତେବେ ଆପଣମାନେ ଫିଲ୍ମ ଅଧାରୁ ଉଠି ଚାଲି ଆସୁଥାନ୍ତି, ତେବେ ଆପଣଙ୍କୁ ମିଳିବ ବଡ଼ ଆଶ୍ୱସ୍ତି। ସୂଚନା ମୁତାବକ ଦେଶର ପ୍ରତିଷ୍ଠିତ ଥିଏଟର କମ୍ପାନୀ ଆୟନକ୍ସ ଏବେ ଦର୍ଶକଙ୍କ ପାଇଁ ଏଭଳି ସୁବିଧା ଆଣିବାକୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ପେ ଫର୍ ହ୍ୱାଟ୍ ୟୁ ୱାଚ୍ ଅର୍ଥାତ୍ ଆପଣ ଯାହା ଦେଖିଲେ ତା'ର ପଇସା ଦେବେ। ଏହାକୁ ଫ୍ଲେକ୍ସି ଶୋ କୁହାଯିବ। ଏହି ନିୟମ ଲାଗୁ ହେଲେ ଦର୍ଶକମାନେ ଯେକୌଣସି ସମୟରେ ବି ହଲ୍ ଛାଡ଼ି ଚାଲି ଯାଇପାରିବେ। ଆଉ ଯେତିକି ସମୟ ଫିଲ୍ମ ଦେଖିଥିବେ କେବଳ ସେତିକି ସମୟର ହିଁ ପଇସା ଦେବେ। ମନୋରଞ୍ଜନ କମ୍ପାନୀ ହିସାବରେ ଏଭଳି ନିୟମ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ପିଭିଆର୍ ଆଇନକ୍ସର ସିଇଓ କହିଛନ୍ତି। ଏହାର ସଫଳତା ପରେ ଧୀରେ ଧୀରେ ତାହାକୁ ସାରା ଦେଶରେ ଲାଗୁ କରିବାକୁ ଯୋଜନା କରିଛି କମ୍ପାନୀ। ଏହି ନିୟମ ଏବେ ପାଇଲଟ ପ୍ରୋଜେକ୍ଟ ଭାବେ ଦିଲ୍ଲୀ, ଏନ୍ସିଆର୍ ଓ ଗୁରୁଗ୍ରାମ ସ୍ଥିତ ଆଇନକ୍ସର କିଛି ଫିଲ୍ମ ହଲ୍ରେ ଚାଲୁଛି। ତେବେ ଏହି ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ଟିକେଟ୍ର ମୂଲ୍ୟ ବାଦ ଅତିରିକ୍ତ 10% ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇଛି। ଉଦାହରଣ ସ୍ୱରୂପ ଯଦି ଜଣେ ବ୍ୟକ୍ତି ଫିଲ୍ମର 50% ଦେଖିଥିବେ, ତେବେ ତାଙ୍କୁ ଅବଶିଷ୍ଟ 50% ଅର୍ଥ ଫେରସ୍ତ କରାଯିବ। ଏହାଦ୍ୱାରା କମ୍ପାନୀ ଅଧିକରୁ ଅଧିକ ଗ୍ରାହକ ବଢ଼ାଇ ପାରିବ ବୋଲି ଆଶା ରଖାଯାଇଛି। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଧନ୍ୟବାଦ।